ଇସାଇୟା ପୁସ୍ତକ ଅଧ୍ୟାୟ 28। ସାମାରିଆ ପ୍ରତି ଚେତାବନୀ। ଇଫ୍ରାଇମର ଅହଙ୍କାରପୂର୍ଣ୍ଣ ମୁକୁଟକୁ ଓ ପାନନ୍ମତ ବ୍ୟକ୍ତିମାନଙ୍କ ଦ୍ୱାରା ଅଦୂଷିତ ସବୁଜ ଉପତ୍ୟକାର ମସ୍ତକ ପରିହିତ ରମଣୀୟ ସୌନ୍ଦର୍ଯ୍ୟରେ ଝାଉଁଳି ପଡ଼ୁଥିବା ପୁଷ୍ପକୁ ଧିକ୍। ଦେଖ, ପ୍ରଭୁଙ୍କର ପରାକ୍ରମୀ ତଥା ଶକ୍ତିଶାଳୀ ଯୋଦ୍ଧା, କରକାପାତ ସଦୃଶ୍ୟ ବିନାଶକାରୀ ତୋଫାନ ତୁଲ୍ୟ ଅଶକ୍ତିଶାଳୀ ତଥା ଉଚ୍ଛ୍ୱସିତ ଜଳରାଶି ସ୍ୱରୂପ ଜଣେ ବ୍ୟକ୍ତି ସେ ଅଟେ। ସେ ସେମାନଙ୍କୁ ନିଜ ହସ୍ତରେ ଭୂତଳକୁ ଫିଙ୍ଗି ଦେବେ। ଇଫ୍ରାଇମର ମଦ୍ୟପୀମାନଙ୍କ ଅହଙ୍କାରପୂର୍ଣ୍ଣ ମୁକୁଟ ପାଦ ତଳେ ଦଳିତ ହେବ। ଫଳଦାୟକ ଉପତ୍ୟକାର ମସ୍ତକ ପରିହିତ ରମଣୀୟ ସୌନ୍ଦର୍ଯ୍ୟରେ ଝାଉଁଳି ପଡ଼ୁଥିବା ପୁଷ୍ପ ଗ୍ରୀଷ୍ମକାଳ ପୂର୍ବରୁ ପୋକ ହୋଇଥିବା ପ୍ରଥମ ଡିମିରି ଫଳ ସଦୃଶ୍ୟ ଅଟେ। ଯିଏ ତାହା ଦେଖିବାକୁ ପାଏ ସେ ତାହା ତୋଳି ଆହାର କରେ। ସେନାଧୀଶ ପ୍ରଭୁ ସେହିଦିନ ଏକ ଗୌରବମୟ ମୁକୁଟ ସ୍ୱରୂପ ହେବେ। ତାହାଙ୍କ ସ୍ୱଜନମାନଙ୍କ ମଧ୍ୟରୁ ଯେଉଁମାନେ ଅବଶିଷ୍ଟ ରହନ୍ତି ସେମାନଙ୍କ ପ୍ରତି ଏକ ସୁନ୍ଦର ମୁକୁଟ ସଦୃଶ୍ୟ ହେବେ। ନ୍ୟାୟାଧୀଶମାନଙ୍କୁ ନୀତିନିଷ୍ଠାର ଚୈତନ୍ୟ ଓ ଯେଉଁମାନେ ଆକ୍ରମଣକାରୀମାନଙ୍କୁ ଦ୍ୱାରରୁ ତୋଳି ଦିଅନ୍ତି ସେମାନଙ୍କର ଶକ୍ତି ସ୍ୱରୂପ ସେ ହେବେ। ଯାଜକ ତଥା ପ୍ରବକ୍ତାମାନଙ୍କ ପ୍ରତି ଚେତାବନୀ। ଏହିମାନେ ମଧ୍ୟ ଦ୍ରାକ୍ଷାରସ ଓ ମାଦକ ଦ୍ରବ୍ୟ ପାନ କରି ମାତାଲ ତଥା ଟଳମଳ ହୁଅନ୍ତି। ମାଦକ ଦ୍ରବ୍ୟ ପାନ କରି ଯାଜକ ଓ ପ୍ରବକ୍ତା ଟଳମଳ ହୁଅନ୍ତି। ଦ୍ରାକ୍ଷାରସ ପାନ ଦ୍ୱାରା ସେମାନେ ବିଭ୍ରାନ୍ତ ହୁଅନ୍ତି। ମାଦକ ଦ୍ରବ୍ୟ ସେମାନଙ୍କୁ ପଥଭ୍ରଷ୍ଟ କରେ। ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି ଓ ନ୍ୟାୟ ବିଚାର କରିବା ସମୟରେ ଝୁଣ୍ଟି ପଡ଼ନ୍ତି। ସମସ୍ତ ମେଜ ବାନ୍ତିରେ ପୂର୍ଣ୍ଣ। ପଡ଼ୋଶୀତାରୁ ବଞ୍ଚିତ କୌଣସି ସ୍ଥାନ ନାହିଁ। କାହାକୁ ସେ ଶିକ୍ଷା ଦେବେ? କାହା ଉପରେ ସେ ସନ୍ଦେଶ ବ୍ୟାଖ୍ୟା କରିବେ? ଯେଉଁ ଶିଶୁମାନେ ସ୍ତନ୍ୟପାନ ତ୍ୟାଗ କରିଛନ୍ତି, ଏହା କ'ଣ ସେମାନଙ୍କ ପାଇଁ? ସାବ୍ ଲାସାବ୍, କାବ୍ ଲାକାବ୍, କାବ୍ ଲାକାବ୍, ଶେର୍ ଶାମ୍, ଶେର୍ ଶାମ୍। ଥପେଇ ଥଙ୍ଗେଇ ଯେଉଁମାନେ କଥା କହନ୍ତି ସେମାନଙ୍କ ଅଧର ଓ ବିଦେଶୀ ଭାଷା ମାନଙ୍କର ଜିହ୍ୱା ମାଧ୍ୟମରେ ପ୍ରଭୁ ଏହି ଜନତା ସହ ବାର୍ତ୍ତାଳାପ କରିବେ। ସେ ଏହି ଜନତାକୁ କହିଥିଲେ, ଏହା ହିଁ ବିଶ୍ରାମ। କ୍ଳାନ୍ତ ବ୍ୟକ୍ତିମାନଙ୍କୁ ବିଶ୍ରାମ ନେବାକୁ ଦିଅ, ଏହା ହିଁ ବିଶ୍ରାମ। ତଥାପି ସେମାନେ ଶୁଣିବା ପାଇଁ ଅନିଚ୍ଛୁକ ହେଲେ। ସୁତରାଂ ସେମାନଙ୍କ ପାଇଁ ପ୍ରଭୁଙ୍କର ବଚନ ଏହା ଯେ, କାବ୍ ଲାକାବ୍, କାବ୍ ଲାକାବ୍, ସାବ୍ କାସାବ୍, ସାବ୍ ଲାସାବ୍, ଶେର୍ ଶାମ୍, ଶେର୍ ଶାମ୍। ସେହିପରି ସେମାନେ ପଶ୍ଚାତ ଭାଗକୁ ନଇଁଯାଇ ବିଧ୍ୱସ୍ତ ହେବେ ଓ ଫାଶରେ ପଡ଼ି ଧରାଯିବେ। ଦୁଷ୍ଟ ଉପଦେଶମାନଙ୍କ ବିରୁଦ୍ଧରେ ଚେତାବନୀ। ଜେରୁସଲେମରେ ଏହି ଜନତା ଉପରେ ଯେଉଁମାନେ ଶାସନ କରନ୍ତି, ସେହି ହେ ନିନ୍ଦୁକମାନେ, ପ୍ରଭୁଙ୍କ ବଚନ ଶୁଣ। ତୁମେମାନେ କହିଅଛ, ଆମେ ମୃତ୍ୟୁ ସହ ଏକ ସନ୍ଧି ସ୍ଥାପନ କରୁଅଛୁ, ପାତାଳ ସହ ଆମେ ଏକ ଚୁକ୍ତି କରିଅଛୁ। ଅତଏବ ବିନାଶକାରୀ ମହାମାରୀ ଯେବେ ଘଟିବ, ତାହା ଆମମାନଙ୍କର ସନ୍ନିକଟ ହେବ ନାହିଁ, କାରଣ ଆମ ଅସତ୍ୟରେ ଆଶ୍ରୟ ନେଇଅଛୁ, ମିଥ୍ୟା ଅଧୀନରେ ଆମେ ଆଶ୍ରିତ। ସୁତରାଂ ପ୍ରଭୁ ଈଶ୍ୱର କହନ୍ତି, ଦେଖ, ସିୟନରେ ଏକ ପଥର, ପରୀକ୍ଷିତ ହୋଇଥିବା ଏକ ପଥରକୁ ଭିତ୍ତିମୂଳ ରୂପେ ମୁଁ ସ୍ଥାପନ କରେ। ଏକ ବହୁମୂଲ୍ୟ କଣ ପଥରକୁ ସୁଦୃଢ଼ ଭିତ୍ତିମୂଳ ସଦୃଶ୍ୟ ମୁଁ ସ୍ଥାପନ କରେ। ଯେ ବିଶ୍ୱାସ କରେ ସେ ଝୁଣ୍ଟି ପଡ଼ିବ ନାହିଁ। ନ୍ୟାୟ ବିଚାରକୁ ମାପରଜୁ ଓ ନୀତିନିଷ୍ଠାକୁ ଅଳମ ସ୍ୱରୂପ ମୁଁ କରିଦେବି। କରକାପାତ ମିଥ୍ୟାର ଅଭୟକୁ ମାର୍ଜନ କରିବ ଓ ଜଳପ୍ରବାହ ଆଶ୍ରୟ ସ୍ଥାନକୁ ନିମଗ୍ନ କରିବ।
ସେ ସମୟରେ ମୃତ୍ୟୁ ସହ ତୁମ ସନ୍ଧି ବାତିଲ କରାଯିବ, ପାତାଳ ସହ ତୁମମାନଙ୍କ ଚୁକ୍ତି ସ୍ଥିର ହୋଇ ରହିବ ନାହିଁ। ବିନାଶକାରୀ ମହାମାରୀ ଘଟିବା ବେଳେ ତୁମେ ତାହା ଦ୍ୱାରା ବିଧ୍ୱସ୍ତ ହେବ। ଯେତେ ଥର ତାହା ଘଟିବ ସେତେ ଥର ତାହା ତୁମମାନଙ୍କୁ ଅଧିକାର କରିବ। ପ୍ରତ୍ୟେକ ପ୍ରଭାତରେ ତାହା ଘଟିବ, ଦିନ ତଥା ରାତି ଦେଇ ତାହା ଘଟିବ। ତାହାର ସନ୍ଦେଶର ଶ୍ରୁତି ମଧ୍ୟ ଅତିଶୟ ଭୀତିପ୍ରଦ ହେବ, କାରଣ ଲମ୍ବ ହୋଇ ଶୟନ କରିପାରୁନଥିବା ଭଳି ଶଯ୍ୟା ଖୁବ୍ କ୍ଷୁଦ୍ର ଓ ଆବରଣ କରିପାରୁନଥିବା ଭଳି କମ୍ବଳ ଅଣଅସାରିଆ ଅଟେ। ପେରାସିମ୍ ପର୍ବତ ଉପରେ ଯେପରି ସମ୍ପାଦିତ ହୋଇଥିଲା, ସେହିପରି ଉଠିବା ପାଇଁ ପ୍ରଭୁ ପ୍ରସ୍ତୁତ ହୋଇଛନ୍ତି। ଗିବେୟନ ଉପତ୍ୟକାରେ ଯେପରି ସାଧିତ ହୋଇଥିଲା, ସେହିପରି ପ୍ରଭୁ କ୍ରୁଦ୍ଧ ହେବେ। ଯାହା ସେ ସମୟରେ ସେ ସାଧନ କରିବେ, ସେହି କାର୍ଯ୍ୟ କଠିନତର ହେବ। ଯାହା ସେ ସମୟରେ ସମ୍ପାଦନ କରିବେ, ସେହି ତାହାଙ୍କର କର୍ମାବଳୀ ଆଶ୍ଚର୍ଯ୍ୟାନ୍ୱିତ ହେବ। ସୁତରାଂ ବର୍ତ୍ତମାନ ତୁମେମାନେ ନିନ୍ଦା କର ନାହିଁ, କାଳେ ତୁମମାନଙ୍କର ବନ୍ଧନ ସବୁ ଦୃଢ଼ ହୁଏ। ସମଗ୍ର ଦେଶ ଉପରେ ଯେଉଁ ବିନାଶ ଘଟିବ, ଈଶ୍ୱର ସେନାଧୀଶ ପ୍ରଭୁଙ୍କର ସେ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ମୁଁ ଶୁଣିଅଛି। କୃଷକର ଉପମା। ମୋର ବାକ୍ୟ ଶୁଣିବା ପାଇଁ କାନ ଦିଅ, ମନୋଯୋଗ ପୂର୍ବକ କର୍ଣ୍ଣପାତ କରି ମୋ କଥା ଶୁଣ। ରୋପଣ କରିବା ପାଇଁ ଯିଏ ଚାଷ କରେ, ସେ କ'ଣ ଲଗାତାର ଭାବେ ଚାଷ କରେ? ସେ କ'ଣ ଧାରାବାହିକ ଭାବେ ସିଆର କରି ନିଜ ଭୂମିକୁ ଭାଙ୍ଗେ? ତାହାର ଉପରି ଭାଗକୁ ମୋହି ଦେଲା ପରେ ସେଥିରେ କ'ଣ ମେଥି ବିଞ୍ଚେ ନାହିଁ? ସେ କ'ଣ ଜିରା ବପନ କରେ ନାହିଁ? ଧାଡ଼ି ଧାଡ଼ି କରି ଗହମ ତଥା ଯଥାସ୍ଥାନରେ ଜବ ଏବଂ ସୀମା ସରହଦରେ ଜହ୍ନା ରୋପଣ କରେ ନାହିଁ? କାରଣ ସେ ଠିକ୍ ଶିକ୍ଷା ପ୍ରାପ୍ତ ହୋଇଅଛି, ତାର ଈଶ୍ୱର ତାକୁ ଶିକ୍ଷା ଦିଅନ୍ତି। ବେଙ୍ଗଳା ଯନ୍ତ୍ର ଦ୍ୱାରା ମେଥି ବେଙ୍ଗଳା ପକାଇ ହେଉନାହିଁ, କିମ୍ବା ଜିରା ଉପରେ ଶଗଡ଼ ଚକ ବୁଲା ହେଉନାହିଁ, କିନ୍ତୁ ମେଥି ତଥା ଜିରା ବେଙ୍ଗଳା ଯଷ୍ଟିରେ ପିଠାଯାଏ। ଗହମ କ'ଣ ପିଟାଯାଏ ନାହିଁ? କେହି କେବେ ତାହାକୁ ସର୍ବଦା ବେଙ୍ଗଳା ପକାଏ ନାହିଁ। ଘଟକ ସଂଯୁକ୍ତ ଶକଟ ତାହା ଉପରେ ବୁଲା ଯାଉଥିବା ବେଳେ ତାହାର ଚକ୍ର ତାହାକୁ ଛିନ୍ନ ଭିନ୍ନ କରେ ନାହିଁ। ଏହି ଜ୍ଞାନ ମଧ୍ୟ ସେନାଧୀଶ ପ୍ରଭୁଙ୍କ ଠାରୁ ଆସେ। ତାହାଙ୍କର ଉପଦେଶ ବିସ୍ମୟକର ଓ ତାହାଙ୍କର ପ୍ରଜ୍ଞା ମହତ୍ତର ଅଟେ। ଅଧ୍ୟାୟ 29। ଜେରୁସଲେମ ପ୍ରତି ଚେତାବନୀ ତଥା ଅଶ୍ରୁପାତ। ଆରିଏଲ, ହେ ଆରିଏଲ, ଦାବୀଦ ଯେଉଁଠାରେ ଛାଉଣି ପକାଇଥିଲେ, ସେହି ହେ ନଗରୀ ତୁମକୁ ଧିକ୍। ବର୍ଷ ପରେ ବର୍ଷ ଅତିବାହିତ ହେଉ, ଉତ୍ସବ ସବୁ ଯଥାକ୍ରମେ ଅତିକ୍ରାନ୍ତ ହେଉ, ତଥାପି ଆରିଏଲକୁ ମୁଁ ଦୁର୍ଦ୍ଦଶାଗ୍ରସ୍ତ କରିବି। ସେଠାରେ କ୍ରନ୍ଦନ ତଥା ବିଳାପ ଶୁଣାଯିବ। ତାହାକୁ ଆରିଏଲ ସଦୃଶ୍ୟ ମୁଁ ବିବେଚନା କରିବି। ତୁମ ଚତୁଃପାର୍ଶ୍ୱରେ ତୁମ ବିରୁଦ୍ଧରେ ମୁଁ ଛାଉଣି ପକାଇବି। ଗମ୍ବୁଜ ସକଳ ସାହାଯ୍ୟରେ ମୁଁ ତୁମକୁ ଆକ୍ରମଣ କରିବି। ଅବରୋଧ ଗଦାଗୁଡ଼ିକୁ ତୁମ ବିରୁଦ୍ଧରେ ଉଠାଇବି। ସେ ସମୟରେ ପୃଥିବୀର ଅଗାଧରୁ ତୁମେ ବାର୍ତ୍ତାଳାପ କରିବ, ଧୂଳିରୁ ତୁମ ବାକ୍ୟ ଉଠିବ। ପ୍ରେତାତ୍ମାର ଶବ୍ଦ ସଦୃଶ ତୁମ ସ୍ୱର ମୃତ୍ତିକାରୁ ଶୁଣାଯିବ ଓ ଫୁସୁରୁ ଫାସର କରି ତୁମ କଥା ଧୂଳିରୁ ବାହାରି ଆସିବ। ତୁମ ଶତ୍ରୁମାନଙ୍କ ଗହଳି ଧୂଳି ସଦୃଶ ହେବ ଓ ନିର୍ଦ୍ଦୟମାନଙ୍କର ଗହଳି ଉଡ଼ନ୍ତା ଅଗାଡ଼ି ସଦୃଶ ହେବ। ଅକସ୍ମାତ୍ ଏକ ମୁହୂର୍ତ୍ତରେ ସେନାଧୀଶ ପ୍ରଭୁ ତୁମକୁ ସନ୍ଦର୍ଶନ କରିବେ। ବଜ୍ର, ଭୂମିକମ୍ପ, ଭୟାନକ ଶବ୍ଦ
ଘୂର୍ଣ୍ଣିବାତ୍ୟା, ତୋଫାନ ଓ ଦହନକାରୀ ଅଗ୍ନି ଶିଖା ସହ ସେ ଆସିବେ। ଯେଉଁ ଜାତି ସକଳ ଆରିଏଲ ବିରୁଦ୍ଧରେ ସଂଗ୍ରାମ କରିବେ, ଯେଉଁମାନେ ତଥା ତାହାର ସୁଦୃଢ଼ ଦୁର୍ଗଗୁଡ଼ିକ ବିପକ୍ଷରେ ସମର କରି ତାହାକୁ ଦୁର୍ଦ୍ଦଶାଗ୍ରସ୍ତ କରିବେ, ସେ ସମସ୍ତଙ୍କର ଗହଳି ସ୍ୱପ୍ନ ସଦୃଶ୍ୟ ଅନିଶା ଦର୍ଶନ ତୁଲ୍ୟ ହେବ। ଜଣେ କ୍ଷୁଧାର୍ତ ବ୍ୟକ୍ତି ଯେପରି ସ୍ୱପ୍ନରେ ଭୋଜନ କରୁଥିବା ସଦୃଶ୍ୟ ଦେଖେ, ମାତ୍ର କ୍ଷୁଧିତାବସ୍ଥାରେ ଜାଗି ଉଠେ, କିମ୍ବା ଜଣେ ତୃଷାର୍ତ ବ୍ୟକ୍ତି ଯେପରି ସ୍ୱପ୍ନରେ ପାନ କରୁଥିବା ସଦୃଶ୍ୟ ଦେଖେ, ମାତ୍ର ତୃଷିତାବସ୍ଥାରେ ନିସ୍ତେଜ ହୋଇ ଜାଗି ଉଠେ, ସେହିପରି ଯେଉଁ ଜାତିଗଣ ସିୟନ ବିରୁଦ୍ଧରେ ସଂଗ୍ରାମ କରନ୍ତି, ସେମାନେ ଏହିପରି ହେବେ। ବିସ୍ମିତ ତଥା ସ୍ତମ୍ଭୀଭୂତ ହୁଅ, ନିଜକୁ ଅନ୍ଧ କରି ଦୃଷ୍ଟିହୀନ ହୁଅ। ପାନୋନ୍ମତ୍ତ ହୁଅ, କିନ୍ତୁ ତାହା ଦ୍ରାକ୍ଷାରସ ପାନ ଦ୍ୱାରା ନ ହେଉ। ଟଳମଳ ହୁଅ, କିନ୍ତୁ ତାହା ମାଦକ ଦ୍ରବ୍ୟ ପାନ ଦ୍ୱାରା ନ ହେଉ, କାରଣ ତୁମମାନଙ୍କ ଉପରେ ଘୋର ନିଦ୍ରାର ଏକ ଆତ୍ମାକୁ ପ୍ରଭୁ ପଠାଇଛନ୍ତି। ପ୍ରବକ୍ତାଗଣ ତୁଲ୍ୟ ହୋଇଥିବା ତୁମମାନଙ୍କର ଚକ୍ଷୁକୁ ସେ ରୁଦ୍ଧ କରିଛନ୍ତି ଓ ଦୂରଦର୍ଶୀ ସମ ହୋଇଥିବା ତୁମମାନଙ୍କ ମସ୍ତକକୁ ସେ ଆଚ୍ଛାଦନ କରିଅଛନ୍ତି। ତୁମ ନିମନ୍ତେ ସମସ୍ତ ଦର୍ଶନ ମୁଦ୍ରିତ ପୁସ୍ତକର ବାକ୍ୟ ସଦୃଶ। ପାଠ କରିବା ପାଇଁ ଯିଏ ସମର୍ଥ, ତା ହସ୍ତରେ ପୁସ୍ତକଟି ସମର୍ପଣ କରି ଏହା ପାଠ କର ବୋଲି ଯେତେବେଳେ କୁହାଯାଏ, ସେତେବେଳେ ସେ କହେ, ମୁଁ ପାଠ କରିବି ନାହିଁ, କାରଣ ଏହା ମୁଦ୍ରିତ। ଯେ ପାଠ କରିବା ପାଇଁ ଅକ୍ଷମ, ତା ହସ୍ତରେ ପୁସ୍ତକଟି ସମର୍ପଣ କରି ଏହା ପାଠ କର ବୋଲି ଯେତେବେଳେ କୁହାଯାଏ, ସେତେବେଳେ ସେ କହେ, ପାଠ କରିବା ପାଇଁ ମୁଁ ଜାଣେ ନାହିଁ। ସୁତରାଂ ପ୍ରଭୁ କହିଲେ, ଏହି ଜନତା କେବଳ ବାକ୍ୟ ଦ୍ୱାରା ମୋର ସନ୍ନିକଟ ହୁଅନ୍ତି ଓ କେବଳ ସେମାନଙ୍କ ଅଧର ଜରିଆରେ ମୋତେ ଶ୍ରଦ୍ଧା କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ମୋ ସମୀପରୁ ଦୂରରେ ରହେ। ମୋ ପ୍ରତି ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ଭୟଭକ୍ତି ମୁଖସ୍ଥ କରିଥିବା ମାନବିକ ନିୟମ ଅଟେ। ସୁତରାଂ ଦେଖ, ମୁଁ ପୁନରାୟ ଏହି ଜନତା ମଧ୍ୟରେ ବିସ୍ମୟାବହ ଅଦ୍ଭୁତ କାର୍ଯ୍ୟ ସାଧନ କରିବି। ଆଶ୍ଚର୍ଯ୍ୟଜନକ ତଥା ବିସ୍ମୟାବହ କାର୍ଯ୍ୟ ସେମାନଙ୍କ ଜ୍ଞାନୀମାନଙ୍କ ଜ୍ଞାନ ବିନଷ୍ଟ ହେବ ଓ ବିବେକୀମାନଙ୍କ ବିବେକ ଶକ୍ତି ଲୁଚି ରହିବ। ଯେଉଁମାନେ ସେମାନଙ୍କ ଆଲୋଚନାକୁ ପ୍ରଭୁଙ୍କ ଦୃଷ୍ଟିରୁ ଅଗାଧରେ ଲୁଚାଇ ରଖିବା ପାଇଁ ଉଦ୍ୟତ ହୁଅନ୍ତି, ଯେଉଁମାନେ ସେମାନଙ୍କ କର୍ମ ଅନ୍ଧକାରରେ କରନ୍ତି ଓ କହନ୍ତି ଯେ, ଆମକୁ କିଏ ବା ଦେଖୁଛି, ଆମକୁ କିଏ ବା ଜାଣୁଛି, ସେମାନଙ୍କୁ ଧିକ୍। ତୁମେମାନେ ଯଥାର୍ଥତାକୁ ଓଲଟ ପାଲଟ କରିଅଛ। କୁମ୍ଭାର କ'ଣ ମୃତ୍ତିକା ସଦୃଶ ବିବେଚିତ ହେବ? ସେ ମୋତେ ସୃଷ୍ଟି କରିନାହିଁ। ସୃଷ୍ଟ ବସ୍ତୁ କ'ଣ ସ୍ରଷ୍ଟାଙ୍କୁ ଏହିପରି କହିବା ଉଚିତ? କିମ୍ବା ତାର କୌଣସି ଜ୍ଞାନ ନାହିଁ ବୋଲି ଗଠିତ ବସ୍ତୁ କ'ଣ ଗଠନ କରିଥିବା ବ୍ୟକ୍ତି ସମ୍ବନ୍ଧରେ କହିବା ଉଚିତ? ଲେବାନନ ଫଳଦାୟକ କ୍ଷେତରେ ପରିଣତ ହେବା ଓ ଫଳପ୍ରସୂ କ୍ଷେତ ଅରଣ୍ୟରେ ପରିଣତ ହେବା ପାଇଁ କ'ଣ ଅଳ୍ପ ସମୟ ଯଥେଷ୍ଟ ହେବ ନାହିଁ? ବଧିର ସେଦିନ ପୁସ୍ତକର ବାକ୍ୟ ଶୁଣିବ ଓ ଅନ୍ଧ ବ୍ୟକ୍ତିର ଚକ୍ଷୁ ତାର ତିମିର ତଥା ଅନ୍ଧକାରରୁ ଦେଖିବାକୁ ପାଇବ। ନମ୍ରଶୀଳ ବ୍ୟକ୍ତି ପ୍ରଭୁଙ୍କଠାରେ ନବ ଆନନ୍ଦ ଲାଭ କରିବ ଓ ଲୋକମାନଙ୍କ ମଧ୍ୟରେ ନିର୍ଧନ ଲୋକ ଇସ୍ରାଏଲର ପବିତ୍ରତମ ମାନଙ୍କ ଠାରେ ଉଲ୍ଲସିତ ହେବ। ନିର୍ଦ୍ଦୟମାନେ ନିର୍ମୂଳ ହେବେ, ଉପହାସକମାନେ ନିଶ୍ଚିହ୍ନ ହେବେ ଓ ଅନିଷ୍ଟ କାର୍ଯ୍ୟ ସାଧନ କରିବା ପାଇଁ ଯେଉଁମାନେ ଅପେକ୍ଷା କରନ୍ତି, ସେମାନେ ଉଚ୍ଛେଦିତ ହେବେ। ସେମାନେ ଜଣେ ବ୍ୟକ୍ତିକୁ ବାକ୍ୟ ଜରିଆରେ ଦୋଷୀ ସାବ୍ୟସ୍ତ କରନ୍ତି, ନଗରୀ ଦ୍ୱାରରେ ଉପବିଷ୍ଟ ହୋଇ ଭର୍ତ୍ସନା କରୁଥିବା ବ୍ୟକ୍ତିକୁ ଫାଶରେ ଆବଦ୍ଧ କରନ୍ତି ଓ ଭିତ୍ତିହୀନ ଯୁକ୍ତି ଦ୍ୱାରା ନୀତିନିଷ୍ଠ ବ୍ୟକ୍ତି ପ୍ରତି
ନ୍ୟାୟ ନିଷେଧ କରନ୍ତି। ସୁତରାଂ ଯିଏ ଆବ୍ରାହାମଙ୍କୁ ଉଦ୍ଧାର କଲେ ସେହି ପ୍ରଭୁ ଯାକୋବଙ୍କ ଗୃହ ସମ୍ବନ୍ଧରେ ଏହିପରି କହନ୍ତି, ଯାକୋବ ଆଉ କେବେ ଲଜ୍ଜିତ ହେବ ନାହିଁ, ତାର ମୁଖ ଆଉ କଦାପି ବିଷଣ୍ଣ ହେବ ନାହିଁ। କାରଣ ତା ମଧ୍ୟରେ ମୋ ହସ୍ତ ଦ୍ୱାରା ଯେଉଁ କର୍ମାବଳୀ ମୁଁ ସାଧନ କଲି, ତାହା ଦେଖି ସେମାନେ ମୋର ନାମକୁ ପୂତ ପବିତ୍ର କରିବେ। ସେମାନେ ଯାକୋବଙ୍କ ପବିତ୍ରତମଙ୍କୁ ପୂତ ପବିତ୍ର କରିବେ ଓ ଇସ୍ରାଏଲ ଈଶ୍ୱରଙ୍କୁ ସମ୍ମାନ କରିବେ। ଯେଉଁମାନେ ଭ୍ରଷ୍ଟ ମନା ଥିଲେ ସେମାନେ ପୁନରାୟ ଜ୍ଞାନ ଲାଭ କରିବେ ଓ ଯେଉଁମାନେ ଗୁଣୁଗୁଣୁ କରନ୍ତି ସେମାନେ ଉପଦେଶ ଗ୍ରହଣ କରିବେ। ଅଧ୍ୟାୟ 30। ଇଜିପ୍ଟର ସାହାଯ୍ୟ ବିରୁଦ୍ଧରେ ପ୍ରଭୁ କହନ୍ତି, ଯାହା ମୋର ନୁହେଁ, ସେପରି ଏକ ପରିକଳ୍ପନାକୁ ଯେଉଁମାନେ କାର୍ଯ୍ୟକାରୀ କରନ୍ତି ଓ ପାପ ଉପରେ ଅଧିକ ପାପ କରିବା ପାଇଁ ଯାହା ମୋ ପାଇଁ ଅପ୍ରୀତିକର ସେପରି ଚୁକ୍ତି ସ୍ଥାପନ କରନ୍ତି, ସେହି ବିଦ୍ରୋହୀ ସନ୍ତାନମାନଙ୍କୁ ଧିକ୍। ସେମାନେ ମୋର ପରାମର୍ଶ ସନ୍ଧାନ ନ କରି ଇଜିପ୍ଟକୁ ଯାତ୍ରା କରି ଫାରୋଠାରେ ଆଶ୍ରୟ ନିଅନ୍ତି ଓ ଇଜିପ୍ଟର ଛାୟା ତଳେ ଆଶ୍ରୟ ଅନ୍ୱେଷଣ କରନ୍ତି। ସୁତରାଂ ଫାରୋର ସଂରକ୍ଷଣ ତୁମମାନଙ୍କ ପାଇଁ ଲଜ୍ଜା ଓ ଇଜିପ୍ଟର ଛାୟାରେ ଆଶ୍ରୟ ତୁମମାନଙ୍କ ନିମନ୍ତେ ଅବମାନନାରେ ପରିଣତ ହେବ। ଯଦିଓ ତୁମମାନଙ୍କ ଅଧିପତିମାନେ ସୋଆନରେ ଓ ତୁମ ଦୂତମାନେ ହାନେସରେ ଆସି ପହଞ୍ଚିଅଛନ୍ତି, ତଥାପି ଯେଉଁମାନେ ନିଷ୍ପ୍ରୟୋଜନୀୟ ସେହି ଜନତା ଯୋଗୁଁ ତୁମେମାନେ ଅବନମିତ ହୋଇଅଛ। ସେମାନଙ୍କଠାରୁ ସାହାଯ୍ୟ କିମ୍ବା ଲାଭ ନୁହେଁ, ବରଂ କେବଳ ଲଜ୍ଜା ତଥା ଅପମାନ ପାଇଅଛ। ନେଗେବର ବନ୍ୟ ପଶୁମାନଙ୍କ ସମ୍ବନ୍ଧୀୟ ଦିବ୍ୟ ବାଣୀ, ସଙ୍କଟ ତଥା ଯାତନାପୂର୍ଣ୍ଣ ପଥ ଦେଇ ସିଂହ, କାଳସର୍ପ ତଥା ଉଡ଼ନ୍ତା ସର୍ପ ବିହାର କରୁଥିବା ଦେଶ ଦେଇ ସେମାନେ ଗର୍ଦ୍ଦଭମାନଙ୍କ ପୃଷ୍ଠରେ ସେମାନଙ୍କ ସମ୍ପଦ ଓ ଅଟମାନଙ୍କ କୁଜରେ ସେମାନଙ୍କ ବହୁମୂଲ୍ୟ ବିଭବ ସବୁକୁ ନିଷ୍ପ୍ରୟୋଜନୀୟ ଜନତା ନିକଟକୁ ଘେନି ଯାଆନ୍ତି। ଇଜିପ୍ଟର ସାହାଯ୍ୟ ବ୍ୟର୍ଥ ତଥା ନିଷ୍ଫଳ। ସୁତରାଂ ମୁଁ ତାହାକୁ ନିଶ୍ଚଳ ରାହାବ ନାମରେ ନାମିତ କରିଅଛି, ଅବିଶ୍ୱାସୀ ଜନତା। ଏହା ଯେପରି ଆଗାମୀ କାଳ ସକାଶେ ଏକ ଚିରକାଳୀନ ସାକ୍ଷ୍ୟ ସ୍ୱରୂପ ହୁଏ, ତନ୍ନିମନ୍ତେ ବର୍ତ୍ତମାନ ଯାଇ ସେମାନଙ୍କ ସମ୍ମୁଖରେ ଏକ ଫଳକରେ ଏହା ଲେଖ ଓ ଏକ ପୁସ୍ତକରେ ଏହା ଲିପିବଦ୍ଧ କର। କାରଣ ସେମାନେ ଏକ ବିଦ୍ରୋହୀ ଜନତା, ମିଥ୍ୟାବାଦୀ ସନ୍ତାନଗଣ ଓ ପ୍ରଭୁଙ୍କର ଉପଦେଶ ପ୍ରତି ମନୋଯୋଗୀ ହେଉନଥିବା ପୁତ୍ରଗଣ। ଦର୍ଶନ କର ନାହିଁ ବୋଲି ଦୂରଦର୍ଶୀମାନଙ୍କୁ ଓ ଯଥାର୍ଥ ବିଷୟ ସମ୍ବନ୍ଧରେ ଆମ ଉଦ୍ଦେଶ୍ୟରେ ପ୍ରବଚନ ଦିଅ ନାହିଁ, ବରଂ ଆମକୁ କୋମଳ କଥା କୁହ, ବିଭ୍ରାନ୍ତ ବିଷୟର ପ୍ରବଚନ ଦିଅ। ସତ୍ମାର୍ଗ ତ୍ୟାଗ କର, ପଥରୁ ବିମୁଖ ହୁଅ। ଇସ୍ରାଏଲର ପବିତ୍ରତମଙ୍କ ସମ୍ବନ୍ଧରେ ଆମେ ଆଉ କେବେ ଶୁଣିବା ନାହିଁ ବୋଲି ପ୍ରବକ୍ତାମାନଙ୍କୁ ସେମାନେ କହନ୍ତି। ସୁତରାଂ ଇସ୍ରାଏଲର ସେହି ପବିତ୍ରତମ ଏହିପରି କହନ୍ତି, ଯେହେତୁ ତୁମେମାନେ ଏହି ବଚନ ଅବହେଳା କରିଅଛ ଓ ଅତ୍ୟାଚାର ତଥା ଦୁଷ୍ଟତାରେ ବିଶ୍ୱାସ କରି ସେଥିରେ ଆସ୍ଥା ସ୍ଥାପନ କରିଅଛ, ସେଥିଯୋଗୁଁ ପତନଶୀଳ ଏବଂ ଉଚ୍ଚ ପ୍ରାଚୀର ଅତି ବିଶାଳ ଏକ ଫାଟ ସଦୃଶ ହେବ ଏହି ଦେଶ। ତାହାର ପତନ ଅକସ୍ମାତ୍ ନିମିଷକ ମଧ୍ୟରେ ଘଟିବ। କୁମ୍ଭାର ଯେଉଁ ପାତ୍ର ନିର୍ଦ୍ଦୟ ଭାବେ ଖଣ୍ଡ ବିଖଣ୍ଡ ହୁଏ, ସେହିପରି ଅଟେ ତାହାର ଭଗ୍ନାଂଶ। ଚୁଲିରୁ ଅଗ୍ନି କିମ୍ବା ଜଳକୁମ୍ଭରୁ ଜଳ ନେବା ପାଇଁ ଉପଯୋଗୀ ଖଣ୍ଡେ ଟୁକୁରା ମଧ୍ୟ ସେଥିରୁ ଅବଶିଷ୍ଟ ରହିବ ନାହିଁ। କାରଣ ଇସ୍ରାଏଲ ସେହି ପବିତ୍ରତମ ପ୍ରଭୁ ଈଶ୍ୱର କହିଲେ, ପରିବର୍ତ୍ତନ ତଥା ବିଶ୍ରାମରେ ତୁମମାନଙ୍କର ରକ୍ଷା ହେବ, ସୁସ୍ଥିରତା ତଥା ଆସ୍ଥାରେ ତୁମେମାନେ ଶକ୍ତିଶାଳୀ ହେବ।
କିନ୍ତୁ ସେଥିପାଇଁ ତୁମେମାନେ ଅନିଚ୍ଛୁକ ହେଲ। ବରଂ ତୁମେମାନେ କହିଲ, ନା, ଘଟକ ଉପରେ ଆରୋହଣ କରି ଆମେ ଦ୍ରୁତ ବେଗରେ ଯାତ୍ରା କରିବୁ। ସୁତରାଂ ତୁମେମାନେ ସୁଦୂରକୁ ଶୀଘ୍ର ଯାତ୍ରା କରିବ। ତୁମେମାନେ ପୁନରାୟ କହିଲ ଯେ, ଦ୍ରୁତଗାମୀ ଘଟକ ଉପରେ ଆମେମାନେ ଯାତ୍ରା କରିବୁ। ସୁତରାଂ ତୁମମାନଙ୍କର ପଶ୍ଚାଦ୍ଧାବକମାନେ ଅତି ବେଗରେ ଆସିବେ। ଜଣେ ବ୍ୟକ୍ତିକୁ ଭୟ କରି 1000 ଲୋକ ପଳାୟନ କରିବେ। 5 ଜଣଙ୍କ ଧମକରେ ତୁମେ ପଳାୟନ କରିବ। ତୁମ ମଧ୍ୟରୁ ଯେଉଁମାନେ ଅବଶିଷ୍ଟ ରହିବେ, ସେମାନେ ପର୍ବତ ଉପରସ୍ଥ ପତାକା ଦଣ୍ଡ ସଦୃଶ ଓ ପାହାଡ଼ ଉପରସ୍ଥ ସଂକେତ ତୁଲ୍ୟ ହେବେ। ସୁତରାଂ ତୁମମାନଙ୍କୁ କରୁଣା କରିବା ପାଇଁ ପ୍ରଭୁ ଅପେକ୍ଷା କରନ୍ତି। ତୁମମାନଙ୍କ ପ୍ରତି ସଦୟ ହେବା ପାଇଁ ସେ ନିଜକୁ ଉନ୍ନତ କରନ୍ତି। କାରଣ ପ୍ରଭୁ ନ୍ୟାୟ ବିଚାର ଈଶ୍ୱର ଅଟନ୍ତି। ଯେଉଁମାନେ ତାହାକୁ ଅପେକ୍ଷା କରନ୍ତି ସେମାନେ ଧନ୍ୟ। ଜନତାଙ୍କ ଆଗାମୀ ଐଶ୍ୱର୍ଯ୍ୟ। ହଁ, ଜେରୁସାଲେମବାସୀ, ହେ ସିୟନର ଜନତା, ତୁମେମାନେ ଆଉ କେବେ ବିଳାପ କରିବ ନାହିଁ। ତୁମମାନଙ୍କ କ୍ରନ୍ଦନ ସ୍ୱର ଶୁଣି ସେ ଅବଶ୍ୟ ତୁମକୁ କରୁଣା କରିବେ। ତାହା ଶୁଣି ସେ ତୁମମାନଙ୍କୁ ଉତ୍ତର ଦେବେ। ଯଦିଓ ପ୍ରଭୁ ତୁମମାନଙ୍କୁ ଦୁଃଖର ରୁଟି ତଥା କ୍ଳେଶର ଜଳ ଦିଅନ୍ତି, ତଥାପି ତୁମ ଶିକ୍ଷକ ନିଜକୁ ତୁମଠାରୁ ଆଉ ଗୁପ୍ତ କରି ରଖିବେ ନାହିଁ। ବରଂ ତୁମମାନଙ୍କ ଚକ୍ଷୁ ତୁମ ଶିକ୍ଷକଙ୍କ ଦର୍ଶନ ଲାଭ କରିବ। ତୁମେମାନେ ଯେତେବେଳେ ଦକ୍ଷିଣ କିମ୍ବା ବାମ ପାର୍ଶ୍ୱକୁ ବୁଲିବ, ସେତେବେଳେ ତୁମ କାନ ପଶ୍ଚାଦ୍ଭାଗରୁ ଏକ ସ୍ୱର ଶୁଣିବ, ଏହା ହିଁ ପଥ, ଏଥିରେ ବିଚରଣ କର। ସେତେବେଳେ ତୁମ ରୌପ୍ୟାବୃତ ଖଦିତ ପିତୁଳା ସକଳ ଓ ସୁବର୍ଣ୍ଣାବୃତ ଛାଞ୍ଚ ନିର୍ମିତ ପ୍ରତିମୂର୍ତ୍ତି ସମୂହକୁ ତୁମେମାନେ କଳଙ୍କିତ କରିବ। ଦୂରେଇ ଯାଅ ବୋଲି କହି ସେଗୁଡ଼ିକୁ ଅଶୁଦ୍ଧ ପଦାର୍ଥ ସଦୃଶ ତୁମେମାନେ ଫୋପାଡ଼ି ଦେବ। ତୁମେ ଭୂମିରେ ଯେଉଁ ବୀଜ ବପନ କରିବ, ତାହା ନିମନ୍ତେ ସେ ବୃଷ୍ଟି ଜଳ ପ୍ରଦାନ କରିବେ। କ୍ଷେତୋତ୍ପନ୍ନ ଶସ୍ୟ ସମୃଦ୍ଧ ଭାବେ ଫଳିବ। ସେଦିନ ତୁମ ପଶୁପଲ ବିଶାଳ ଚାରଣ ଭୂମିରେ ଚରିବେ। ଯେଉଁ ବଳଦ ତଥା ଗର୍ଦ୍ଦଭ ଭୂମି ଚାଷ କରନ୍ତି, ସେଗୁଡ଼ିକ କୋଦାଳ ତଥା ଚାଲୁଣିରେ ଉଡ଼ାଯାଇଥିବା ଲବଣ ମିଶ୍ରିତ ଖାଦ୍ୟ ଆହାର କରିବେ। ମହାସଂହାରର ଦିବସରେ ଯେତେବେଳେ ଗମ୍ବୁଜ ସବୁ ପତିତ ହେବ, ସେତେବେଳେ ଉଚ୍ଚ ପର୍ବତ ତଥା ପାହାଡ଼ ସମୂହରେ ଜଳପୂର୍ଣ୍ଣ ନଦୀ ସକଳ ପ୍ରବାହିତ ହେବ। ଯେଉଁଦିନ ପ୍ରଭୁ ତାହାଙ୍କ ସ୍ୱଜନମାନଙ୍କ କ୍ଷତ ସବୁ ବାନ୍ଧିବେ ଓ ତାହାଙ୍କ ପ୍ରହାରରୁ ଜାତ କ୍ଷତଗୁଡ଼ିକୁ ସେ ସୁସ୍ଥ କରିବେ, ସେତେବେଳେ ଚନ୍ଦ୍ର କିରଣ ସୂର୍ଯ୍ୟାଲୋକ ସଦୃଶ ହେବ ଓ ସୂର୍ଯ୍ୟାଲୋକ 7 ଦିନର ଜ୍ୟୋତି ଏକତ୍ରିତ ହୋଇଥିବା ଭଳି ସପ୍ତ ଗୁଣରେ ପରିବର୍ଦ୍ଧିତ ହେବ। ଆସିରିଆର ଶାସ୍ତି। ଦେଖ, ତାଙ୍କ କ୍ରୋଧ ଦ୍ୱାରା ପ୍ରଜ୍ୱଳିତ ଓ ନିବିଡ଼ ଧୂମମାଳା ଦ୍ୱାରା ପରିବେଷ୍ଟିତ ହୋଇ ପ୍ରଭୁଙ୍କର ନାମ ସୁଦୂରରୁ ଆସୁଅଛି। ତାଙ୍କର ଅଧର ସବୁ ରସାକୁଳ ଓ ତାଙ୍କର ଜିହ୍ୱା ଦଗ୍ଧକାରୀ ଅଗ୍ନି ସଦୃଶ। ଉଚ୍ଛ୍ୱସିତ ତଥା ଆକଣ୍ଠ ଉଚ୍ଛ୍ୱସିତ ନଦୀ ସଦୃଶ ଅଟେ ତାଙ୍କର ଶ୍ୱାସ ପ୍ରଶ୍ୱାସ। ବିନାଶର ଚାଲୁଣିରେ ତାହା ଜାତିମାନଙ୍କୁ ଚଲାଏ ଓ ସେମାନଙ୍କ ଦାନ୍ତ ପାଟିରେ ଯାହା ପଥଭ୍ରଷ୍ଟ କରିବ, ସେପରି ଏକ ଲଗାମ ବାନ୍ଧେ। ପବିତ୍ର ଉତ୍ସବ ରାତ୍ରିରେ ଘଟୁଥିବା ଭଳି ତୁମେମାନେ ଗାନ କରିବ ଯେ ଇସ୍ରାଏଲର ଶୈଳ ସେହି ପ୍ରଭୁଙ୍କ ପର୍ବତକୁ ବଂଶୀ ବାଦନପୂର୍ବକ ଯାହା ଯାତ୍ରା କରୁଥିବା ବେଳେ ଘଟୁଥିବା ଭଳି ତୁମମାନଙ୍କ ହୃଦୟ ଆନନ୍ଦିତ ହେବ। ଉଗ୍ରକୋପ, ଦଗ୍ଧକାରୀ ଅଗ୍ନିଶିଖା, ବଜ୍ର, ତୋଫାନ ତଥା କରକାପାତ ସମେତ ଆଘାତ କରିବା ପାଇଁ ପ୍ରଭୁ ଯେବେ ତାହାଙ୍କ ହସ୍ତ ବିସ୍ତାର କରିବେ, ତେବେ ତୁମେ ତାହା ଦେଖିବାକୁ ପାଇବ ଓ ତାହାଙ୍କର ପ୍ରତାପପୂର୍ଣ୍ଣ ସ୍ୱର ଶୁଣିବାକୁ ପାଇବ। ତାହାଙ୍କ ଯଷ୍ଟିରେ ପ୍ରଭୁ ଯେତେବେଳେ ଆଘାତ କରିବେ, ସେତେବେଳେ ତାହାଙ୍କର ଶବ୍ଦ ଶୁଣି ଆସିରୀୟମାନେ ଭୟଭୀତ ହେବେ।
ଶାସ୍ତି ବିଧାନକାରୀ ଯଷ୍ଟିରେ ପ୍ରଭୁ ଯେବେ ଆଘାତ କରିବେ, ତେବେ ସେହି ପ୍ରତ୍ୟେକ ପ୍ରହାର ସହ ତବଲା ତଥା ବୀଣା ବାଦନ ଧ୍ୱନିତ ହେବ। ତାହାଙ୍କୁ ହସ୍ତ ବୁଲାଇ ସେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। ଏକ ଦଗ୍ଧକାରୀ ସ୍ଥାନ ବହୁ ପୂର୍ବରୁ ପ୍ରସ୍ତୁତ, ହଁ, ରାଜାଙ୍କ ସକାଶେ ତାହା ପ୍ରସ୍ତୁତ। ପ୍ରଚୁର ଅଗ୍ନି ତଥା ଜାଳେଣୀ କାଠ ସମେତ ତାହାର ଚିତା ଗଭୀର ତଥା ପ୍ରଶସ୍ତ ଅଟେ। ଏକ ଗନ୍ଧକ ନଦୀ ପରି ପ୍ରଭୁଙ୍କର ନିଃଶ୍ୱାସ ତାହାକୁ ପ୍ରଜ୍ୱଳିତ